আজি হଉଛି ওଡିଶାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଦେବୀଙ୍କର ବ୍ରତ ଉପବାସ ସହିତ ପୂଜା। ତେବେ ଆଜିର ଦିନରେ ଯଦି ଆପଣ ମାନେ ମା ତାରିଣୀଙ୍କର ବ୍ରତ ଉପବାସ କରୁଛନ୍ତି ତେବେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ। ତତ୍ସହିତ ନିଜର ଇଚ୍ଛା ପୂରଣ ହେବା ସହିତ ପ୍ରତିକୂଳତାକୁ ଦୂର କରେ ଏବଂ ଭୟର ବାତାବରଣକୁ ମୁକ୍ତି ପ୍ରଦାନ କରିଥାଏ। ତେଣୁ ଆଜିର ଦିନରେ ନିଶ୍ଚିତ ଆପଣ ମାନେ ମା ତାରିଣୀ ଦେବୀଙ୍କର ବ୍ରତ କରନ୍ତୁ ଏବଂ ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟାର ସମାଧାନ ସହିତ ନିଜର ଭାଗ୍ୟକୁ ପରିବର୍ତ୍ତନଶୀଳ କରାନ୍ତୁ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 21 ଜୁଲାଇ 2026 ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ମଙ୍ଗଳ ଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତେବେ ଯେଉଁମାନଙ୍କର ଆଜି ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁଲାଇ ମାସ 21 ତାରିଖ ଓଡ଼ିଆ ଶ୍ରାବଣ ମାସ 5 ଦିନ ମଙ୍ଗଳବାର ଶୁକ୍ଳ ପକ୍ଷ ସପ୍ତମୀ ତିଥି ଯାହା ଦିବା 7:08 ପର୍ଯ୍ୟନ୍ତ ରହୁଛି। ତାପରେ ଅଷ୍ଟମୀ ତିଥି ଆରମ୍ଭ ହଉଛି। ଆଜି ଚିତ୍ରା ନକ୍ଷତ୍ର ଯାହା ରାତ୍ରି 11:57 ପର୍ଯ୍ୟନ୍ତ ରହୁଛି। ତାପରେ ସ୍ୱାତି ନକ୍ଷତ୍ର ଆରମ୍ଭ ହଉଛି। ଆଜି କନ୍ୟା ରାଶିରେ ଚନ୍ଦ୍ର ଯାହା ଦିବା 11:19 ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର ତୁଳା ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5:15 ସେଇଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:26 ଆଜି ଯୁଗ୍ନି ରହିଛି ବାୟୁ କୋଣରେ ଦିବା 7:08 ପରେ ଯୁଗ୍ନି ଐଶାନ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ବୃଷ ରାଶି ବ୍ୟକ୍ତିଙ୍କର ଯାହା ଦିବା 11:19 ପର୍ଯ୍ୟନ୍ତ। ତାପରେ କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ ଯାହା ଦିବା 7:08 ପର୍ଯ୍ୟନ୍ତ। ତାପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁ ହାନି ତତ୍ସହିତ କୃଷି ସନ୍ତାନ ହାନି। ଆଜି ଅଷ୍ଟମୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ତାଳ ତତ୍ସହିତ ନଡ଼ିଆ ଭୋଜନ ନିଷେଧ ରହିଛି। ଆଜିର ଅଶୁଭ ବେଳା ଯାହା ଦିବା 6:52 ଦିବା 8:22 ମଧ୍ୟ ରହିଛି ବାର ବେଳା। ସେହିଭଳି ଦିବା 11:56 ଦିବା 4:46 ମଧ୍ୟ ରହିଛି କାଳ ବେଳା ସହିତ ରାହୁ କାଳ। ସେହିଭଳି ରାତ୍ରି 7:56 ରାତ୍ରି 9:28 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ଦିବା 8:23 ଦିବା 11:21 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ସନ୍ଧ୍ୟା 7:48 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 9:29 ରାତ୍ରି 10:55 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:59 ରାତ୍ରି 3:07 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଆଜିର ଗ୍ରହର ସ୍ଥିତି ଆଜି ବୃଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି। ମିଥୁନ ରାଶିରେ ବୁଧ ସଞ୍ଚରଣ କରୁଛନ୍ତି। କର୍କଟ ରାଶିରେ ରବି ଏବଂ ବୃହସ୍ପତି ସଞ୍ଚରଣ କରୁଛନ୍ତି। ସିଂହ ରାଶିରେ ଶୁକ୍ର ଏବଂ କେତୁ ସଞ୍ଚରଣ କରୁଛନ୍ତି। ତୁଳା ରାଶିରେ ଚନ୍ଦ୍ର ସଞ୍ଚରଣ କରୁଛନ୍ତି। କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି ଏବଂ ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି। ଇଏ ଥିଲା ଆଜିର ଗ୍ରହର ସ୍ଥିତି। ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି ଚିତ୍ରା ନକ୍ଷତ୍ରରେ ଯାହାକି ମଙ୍ଗଳବାରରେ। ତେବେ ଏହି ଚିତ୍ରା ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡ଼ିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ କରିବେ ନାହିଁ ଜାଣିବା ମେଷ ଠାରୁ
मीन राशि पर्यंत प्रत्येक राशि जात व्यक्ति मानक पाई केउ ग्रह विशेष प्रभाव पकेइब जानिबा एही राशिफल कार्यक्रम रे। तेबे ए थिला आजिर ग्रहर स्थिति। एही स्थिति को देखि मु नेई आसीछि पूरा दिनर हालचाल। जदि आपण माने मते प्रथम करी देखुचंती तेबे मु आपण मानकु कहि रखुछि जे आपणकर जन्म राशिर राशिफल देखि पारिबे। तेबे जो माने राशिफल जानि नाहांती से माने निजर प्रचलित नाम राशि राशिफल देखि पारिबे। तेबे प्रथमे चलंतु जानिबा मेष राशि व्यक्तिଙ୍କ विषय। मेष राशि व्यक्ति आज प्रत्येक कार्य आपण धीर स्थिर करिले समस्त कार्य सफलता पाइबे। कौनसी कार्य पई दूरयात्रा करूछंती मेष राशि व्यक्ति तेबे निश्चित आपणकर कार्य सफलता आड़कू अग्रगति करि पारे। तेबे मेष राशि व्यक्ति आज व्यापार वाणिज्य क्षेत्र रे आपण निश्चित लाभ करिवे। अर्थ संचय करिवार पूर्ण सुजोग रहुछि। तेबे आज मेष राशि व्यक्ति उत्तम भोजन सहित शयन सुख प्राप्त युग रहुछि। तेबे मेष राशि व्यक्ति आज प्रेम जगत रे पारिवारिक क्षेत्र रे एवं बंधुवर्गଙ୍କ संबंधरे आज दिनटी आपणकर उत्तम युग बनौछि। तेबे चाकरी संबंधरे कार्य गुड़िक आपण सुरखुर हेब। तेबे किछि दुष्ट लोकଙ୍କ प्रति टिके दूरता अवलंबन करंतु। विशेष करी जो माने अग्नि जनित कार्य रे कार्य करूछंती टिके सावधान सहकारे कार्य करंतु। तेबे आज काहा सहित खराब भाषा प्रयोग करंतु नाही नहले अजथारे आपण झामिलारे पशि जाई पारंती। आज मेष राशि व्यक्ति राजनैतिक सामाजिक क्षेत्र में निजर स्थिरता बजाई रखंतु। स्वास्थ्य प्रति आज स्थिरता रहिबो। तेबे पूर्वर जदि स्वास्थ्य समस्या थिबो टिके सावधान रुहंतु। आज मेष राशि व्यक्तिंकर भाग्य संख्या रहिछि 9। भाग्य रंग आपण सुनेली रंग व्यवहार करंतु। ग्रह माने आपण को आज 80% साथ दउछंती। तेबे एबे चलंतु जानिबा वृष राशि व्यक्तिଙ୍କ विषय। वृष राशि व्यक्ति आज दिनटी आपणଙ୍କ ପାଇଁ उत्तम युग होई पारे। तेबे विशेष करी आपणଙ୍କର स्वास्थ्य ठीक रहिबो। पूर्वर जदि किछि रोग जनित समस्या थिबो आज ताहा निश्चित स्थिरता प्रदान करि पारे। तेबे आज वृष राशि व्यक्तिଙ୍କର राजनीतिक सामाजिक क्षेत्र रे पदमर्यादा वृद्धि मान सम्मान जहा कि उच्च स्तर रे रहिबो। तेबे आज जहा कि वृष राशि व्यक्ति चाकरी संबंध रे कार्य गुड़िक निश्चित कार्य सहयोग मिलिबो एवं आनंदित पाइबे। प्रेम वार्तालाप क्षेत्र रे भाग्य उत्तम युग रहुछि। तत्सहित परिवार वर्गଙ୍କ सहित आपणଙ୍କର भल संबंध रहिबो। बंधु वर्गଙ୍କ सहित मध्य आज उत्तम युग रहुछि। तेबे आज कंपटीशन क्षेत्र रे जदि भाग नउछंती वृष राशि व्यक्ति किछि मात्रा रे भाग्य आपणको सहयोग करूछन जहा कि शत्रु विजय युग मध्य बनै पारे। तेबे आज व्यापार वाणिज्य रे ध्यान पूर्वक व्यापार वाणिज्य करिले अनेक प्रकार लाभ करिवार अति उत्तम युग रहुछि। तेबे आज वृष राशि व्यक्ति कौनसी कार्य पई दूर यात्रा करूछंती टिके सावधान रुहंतु कारण छोट मोट पीड़ा युक्त समस्या रहुछि। तेनु एहा प्रति टिके ध्यान दियंतु। आज वृष राशि व्यक्तिंकर भाग्य संख्या रहिछि 7। भाग्य रंग आपण हालुका हळदिया रंग व्यवहार करंतु। ग्रह माने आपण को आज 80% साथ दउछंती। तेबे एबे चलंतु जानिबा मिथुन राशि व्यक्तिଙ୍କ विषय। मिथुन राशि व्यक्ति आज निजर कार्य रे आगो को बढ़िबे। साहसिकता अधिक देखा देबो। कंपटीशन क्षेत्र रे भाग नेले विजय प्राप्त युग रहुछि बा शत्रु विजय युक्त युग रहुछि। आज अर्थ व्यापार वाणिज्य क्षेत्र रे निश्चित निजर प्रतिष्ठा जाहिर करिवे बा निजर लाभ करिवार पूर्ण सुजोग रहुछि। राजनीतिक सामाजिक क्षेत्र रे निजर कार्य रे सफलता प्राप्त करिवे। निजर व्यक्तित्व प्रतिष्ठा लाभ करिवार अति उत्तम युग रहुछि। तर्क वितर्क रे आपणଙ୍କ सहित केही आज पारिबे नाही। तेबे आज जहा कि मिथुन राशि व्यक्ति चाकरी संबंध रे कार्य गुड़िक श्रृंखलागत सहकारे हेबो एवं आपन को आनंद देई पारे। तेबे आज जहा कि मिथुन राशि व्यक्ति स्वास्थ्य प्रति टिके सचेतन रुहंतु कारण स्वास्थ्य जनित समस्या आपन को टिके विचलित करि पारे। तेबे मिथुन राशि व्यक्ति आज दूर यात्रा करूथले टिके निजको संयमता रक्षा करिवार आवश्यकता रहिछि। आज मिथुन राशि व्यक्तिंकर
ଯାହାକି ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ଆପଣ ଗାଢ ନୀଳ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଅର୍ଥ ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ଭାଗ୍ୟ ପୂର୍ଣ୍ଣ ସୁଯୋଗ ରହୁଛି। କିଛି ନୂତନ ଜିନିଷ କରିବାର ଭାଗ୍ୟ ଆପଣଙ୍କୁ ସହଯୋଗ କରିପାରେ ବା ନୂତନ ଜିନିଷ ଆଣିବେ ବା ଆପଣଙ୍କ ପାଇଁ କିଏ ଉପହାର ଦେଇପାରନ୍ତି। ତେବେ ଆଜି ଶତ୍ରୁ ପକ୍ଷରେ ଆପଣ ଯଦି କିଛି ଭାଗ ବା କମ୍ପିଟିସନ କ୍ଷେତ୍ରରେ ଭାଗ ନେଉଛନ୍ତି ବିଜୟ ପ୍ରାପ୍ତ ରହିବ। ଶତ୍ରୁ ବିଜୟ ଯୁଗ ରହୁଛି। ମନରେ ପ୍ରସନ୍ନ ରହିବ, ଯାହାକି ସଦାବେଳେ ଆନନ୍ଦିତ ରହିବେ। ବନ୍ଧୁ ପ୍ରିୟଜନଙ୍କ ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟସିଦ୍ଧି ଯୁଗ ରହୁଛି, ଯାହା କର୍କଟ ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣାପଡେ। ତେବେ କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଶ୍ଚିତ ନିଜର ଦକ୍ଷତା ବଜାୟ ରଖିବେ। ତତ୍ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ନିଶ୍ଚିତ ସଠିକ ଢଙ୍ଗରେ ହେବ ଏବଂ କାର୍ଯ୍ୟଗୁଡ଼ିକ ଆପଣଙ୍କୁ ଆନନ୍ଦିତ ଦେଇପାରେ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଆପଣ କୌଣସି କାର୍ଯ୍ୟ ଦୂରଯାତ୍ରା କରୁଛନ୍ତି, କାର୍ଯ୍ୟ ଆପଣଙ୍କ ହିସାବରେ ହୋଇପାରେ ବା ସଫଳତା ପ୍ରାପ୍ତ କରିପାରନ୍ତି। ଆଜି କର୍କଟ ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟ ଠିକ ଠାକ ରହିବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଅର୍ଥ ବେପାର ବାଣିଜ୍ୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବ। ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବାର ଅନେକ ଯୁଗ ରହୁଛି। ଆଜି ଯାହାକି ଆପଣଙ୍କର କମ୍ପିଟିସନ କ୍ଷେତ୍ରରେ ଯଦି ସିଂହ ରାଶି ଭାଗ ନେଉଛନ୍ତି ସେଥିରେ ସଫଳତା ପ୍ରାପ୍ତ। ତତ୍ସହିତ ଆଜି ଶତ୍ରୁ ବିଜୟ ଯୁଗ ରହୁଛି। ମନ ସଦାବେଳେ ପ୍ରସନ୍ନ ରହିବ। ପ୍ରିୟଜନଙ୍କ ଦ୍ୱାରା ଆପଣଙ୍କର କାର୍ଯ୍ୟସିଦ୍ଧି ଯୁଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ନିଶ୍ଚିତ ସୁରୁଖୁରୁରେ ହେବ ଏବଂ କାର୍ଯ୍ୟ ପ୍ରଶଂସା ପାଇବେ, କାର୍ଯ୍ୟରେ ସଫଳତା ପାଇବେ। ତତ୍ସହିତ ସିଂହ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ତେବେ କାର୍ଯ୍ୟରେ ନିଶ୍ଚିତ କାର୍ଯ୍ୟସିଦ୍ଧି ଯୁଗ ବନଉଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଆପଣଙ୍କର ବନ୍ଧୁବର୍ଗ, ପ୍ରେମ ଜଗତରେ ଏବଂ ଆପଣଙ୍କର ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବ। ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବଜାୟ ରଖିବେ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଦିନଟି ଅତି ଖରାପ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସକଳ ପ୍ରକାର କାର୍ଯ୍ୟରେ ବାଧା, ମାନସିକ ଅଶାନ୍ତି, ନିଜ ଲୋକଙ୍କ ସହିତ ବୈଚାରିକ ମତଭେଦ, କଳହ, ଝଗଡ଼ା, ବିଶେଷ କରି ପ୍ରେମ ଜଗତରେ ଯେଉଁମାନେ ଜଡ଼ିତ ଅଛନ୍ତି ଆଜି ଦିନଟି ଆପଣଙ୍କ ପାଇଁ ଭାରି କଷ୍ଟକର ଦିନ ହୋଇପାରେ। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତି ପରିବାର ବର୍ଗ, ବନ୍ଧୁ ବର୍ଗ, ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଅଧିକ କଳହ ହେବାର ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଅସ୍ଥିରତା ଏବଂ ଆପଣ ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟଚାପ, ମାନସିକ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ତେଣୁ ଆଜି କନ୍ୟା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଶତ୍ରୁ ପକ୍ଷେ ଅଧିକ ମଜବୁତ ରହିଥିବାରୁ ଅନେକ ଗୁପ୍ତ ପ୍ରକାରେ ଆପଣଙ୍କୁ ହଇରାଣ କରିପାରନ୍ତି, ଏହା ପ୍ରତି ଧ୍ୟାନ ଦିଅନ୍ତୁ। କନ୍ୟା ରାଶି ବ୍ୟକ୍ତି ଆଜି ଦୂରଯାତ୍ରା ନ କରିଲେ ଭଲ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଆନନ୍ଦର ଦିନ। ନୂତନ ଜିନିଷ କିଛି ଆଣିବାର ସୁଯୋଗ ଦେଇପାରେ। ଆଜି ଉପହାର ପ୍ରାପ୍ତ କରିପାରନ୍ତି ବା କାହାକୁ ଦବାର ଚାନ୍ସ ରହୁଛି। ଉତ୍ତମ ଭୋଜନ ସହିତ ପୂର୍ବରୁ ଯଦି ରୋଗଜନିତ କିଛି ସମସ୍ୟା ଥିବ ଆଜି ତାହା ଦୂରୀଭୂତ ହେବାର ଅନେକ ଚାନ୍ସ ରହୁଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି ଆପଣଙ୍କର ପ୍ରେମ ଜଗତରେ ନିଶ୍ଚିତ ମଧୁରତା ବଜାୟ ରହିବ। ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ବନ୍ଧୁବର୍ଗଙ୍କ ସହିତ ଆପଣଙ୍କର ବୈଚାରିକ ମତଭେଦରେ ସମାନତା ଆସିବ। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟଗୁଡ଼ିକ ଆନନ୍ଦ ସହକାରେ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି
आज कौन कार्य दूरयात्रा करुछंती निश्चित कार्य सिद्धि जुग बनै पारे। तेबे तुला राशि व्यक्ति आज आपणकर जहा कि स्वास्थ्यगत दृष्टि देखिले स्वास्थ्य प्रति टिके सचेतन रहिले आपणक पई भल हेबो। तेबे शत्रु माने गुप्त सहकारे आपणको हैरान करिया पई विभिन्न प्रकार योजना करि पारंती। एहा प्रति टिके सचेतन रहिले आपणको पई भल हेबे। तेबे तुला राशि व्यक्ति राजनीतिक सामाजिक क्षेत्र रे निजर दक्षता बजाई रखिबे। आज तुला राशि व्यक्तिंकर भाग्य संख्या रही 9। भाग्य रंग आपण हलदी रंग व्यवहार करंतु। ग्रह माने आपण को आज 85% साथ दउछंती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज सकल प्रकार कार्य रे बाधा युक्त रहुची। शारीरिक पीड़ा पूर्वरु जदि आखि जनित समस्या थिबो आज आहुरी आपणकर समस्या वृद्धि करि पारे। तेणु निश्चित निजर स्वास्थ्य प्रति टिके ध्यान दियंतु। राजनीतिक सामाजिक क्षेत्र रे आपणकर भाग्य निम्नगामी थिबारु निजर को ध्यान दबार आवश्यकता रही। निजर कथावार्ता को संयमता रक्षा करंतु बिछा राशि व्यक्ति, नहले मान सम्मान हानि होबार चांस रहुची। व्यापार वाणिज्य रे अर्थ हानि जुग रहुची। तेबे चाकरी संबंध रे जो बिछा राशि व्यक्ति माने पूर्वरु सहयोग करुथिले आज सहयोग न करि पारंती, जहा पई मानसिक स्तर रे अस्थिर होई पारंती। तेणु ऑफिस जनित कार्य चाप बढ़ी पारे। तत्सहित आज आपणकर व्यापार वाणिज्य क्षेत्र रे बिछा राशि व्यक्ति आय ठारू व्यय अधिका हेबो। तेणु अर्थनाश जुग मध्य रहुची। तेणु ध्यान या प्रति दियंतु। परिवार वर्ग बंधु वर्ग एवं प्रेम जगत रे अशांति परिवेश सृष्टि होई पारे। तत्सहित आज बिछा राशि व्यक्ति कौन दूर यात्रा न करिले भल होंता। तेबे बिछा राशि व्यक्तिंकर भाग्य संख्या रही 1। भाग्य रंग आपण नाली रंग व्यवहार करंतु। ग्रह माने आपण को आज जहा कि 35% साथ दउछंती। एबे चलंतु जानिबा धनुराशि व्यक्तिंक विषय। धनुराशि व्यक्ति आज प्रत्येक कार्य आपण ध्यान पूर्वक करिले समस्त कार्य रे आपण सिद्धि जुग रहिबो। कौनसी कार्य रे आपणकर आज विफलता जुग नाही। तेणु जेकोसी गुरुत्वपूर्ण निष्पत्ति नहीं पारिबे धनुराशि व्यक्ति। आज ऑफिस जनित कार्य रे धनुराशि व्यक्ति निश्चित कार्य सिद्धि जुग रहुची, जहा के प्रशंसा जुग रहुची। तत्सहित कंपटीशन क्षेत्र रे यदि धनुराशि व्यक्ति भाग नउछन्ते निश्चित विजय युक्त रहुची। तत्सहित धनुराशि व्यक्ति इंटरव्यू एग्जाम रे आपण सकल प्रकार सिद्धि जुग रहुची। शिक्षार्थी विद्यार्थींकर भाग्य आज उत्तम जुग रहुची। तेबे धनुराशि व्यक्ति आज परिवार वर्ग बंधु वर्ग एवं प्रेम जगत रे निश्चित भाग्य आज प्रशंसार जुग बनौछि। तेबे धनुराशि व्यक्ति आज राजनीतिक सामाजिक क्षेत्र रे निजर दक्षता बजाई रखिबे। तत्सहित आज जहा कि धनुराशि व्यक्ति कौनसी कार्य पाई दूर यात्रा करुछंती निश्चित कार्य सिद्धि जुग रहुछि। विशेष करी धनुराशि व्यक्ति व्यापार वाणिज्य रे आशा ठारू अधिक लाभ करिवे। तेबे सकल प्रकार कार्य रे विशेष करी स्त्री वर्गक द्वारा बा स्वामी स्त्री बा पुरुषक पई होउची स्त्री स्त्रीक पई जहा कि पुरुष लोक विशेष करी तांको द्वारा आपणकर कार्य सिद्धि जुग रहुची, जहा धनुराशि व्यक्तिंकर राशि चक्र रु जणा पड़ुची। तेबे स्वास्थ्यगत दृष्टि देखिले आपण संपूर्ण सुस्थ रहिबे। आज धनुराशि व्यक्तिंकर भाग्य संख्या रही 8। भाग्य रंग आपण गुलाबी रंग व्यवहार करंतु। ग्रह माने आपण को आज 98% साथ दउछंती। एबे चलंतु जानिबा मकर राशि व्यक्तिंक विषय। मकर राशि व्यक्ति आज सकल प्रकार कार्य रे सफलता जुग रहुची। राजनीतिक सामाजिक क्षेत्र रे निजर दबदबा वृद्धि करिवे। चाकरी संबंध रे कार्य गुड़िक निश्चित कार्य सहयोग मिलिबो एवं कार्य रे प्रशंसा पाइबे। तत्सहित आज निजर प्रत्येक कार्य रे आपण सहयोग मिलिबो। विशेष करी आज जहा कि मकर राशि व्यक्ति परिवार वर्ग एवं प्रेम जगत रे बा बंधु वर्गक सहित भल संबंध रहिबो, जहा आपणक भाग्य चक्र रु जणा पड़ुची। तेबे आज जहा कि मकर राशि व्यक्ति ग्रह सुखी जुग कहले अतृप्ति हेबो नाही। तेबे मकर राशि व्यक्ति आज स्वास्थ्यगत दृष्टि देखिले आपणकर स्वास्थ्य स्थिरता रहिबो। मकर राशि व्यक्ति कौनसी कार्य पई दूर यात्रा करुछंती तेबे कार्य सिद्धि जुग बनौछि। तेबे मकर राशि व्यक्तिंकर आज भाग्य संख्या रही जहा कि 6। भाग्य रंग आपण मिश्रित कला रंग व्यवहार करंतु। ग्रह माने आपण को आज जहा कि 80% साथ दउछंती।
ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଅନେକ ସମସ୍ୟାର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସକଳ ପ୍ରକାର କାର୍ଯ୍ୟରେ ବାଧାଯୁକ୍ତ ଶତ୍ରୁମାନେ ବିଭିନ୍ନ ପ୍ରକାର ଯୋଜନା କରି ଆପଣଙ୍କୁ ହଇରାଣ କରିପାରନ୍ତି। ପୂର୍ବରୁ ଯେଉଁମାନେ ଆପଣଙ୍କୁ ସହଯୋଗ କରୁଥିଲେ ଆଜି ଆପଣଙ୍କୁ ପୁରା ଦୂରତା ଅବଲମ୍ବନ କରିବେ। ବିଶେଷ କରି ଅର୍ଥ ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ସମସ୍ୟା ରହିବ ବା ଅର୍ଥନାଶ ଯୋଗ ରହୁଛି। ବିଶେଷ କରି ଘରୋଇ ସମସ୍ୟା ବୃଦ୍ଧି କରିବ। ଜମିବାଡ଼ି ଯଦି ସମସ୍ୟା ଥିବ ଆଜି ଦ୍ୱିଗୁଣିତ ହେବ। ବିଶେଷ କରି ପିତାମାତାଙ୍କ ଦ୍ୱାରା ଆପଣ ଆହୁରି ଅଧିକ ହତାଶ ହୋଇପାରନ୍ତି ବା ତାଙ୍କ ଦ୍ୱାରା ଆପଣ ପୀଡ଼ାଯୁକ୍ତ ରହିପାରେ। ତା ପାଇଁ ଆପଣଙ୍କର ହିଂସାତ୍ମକ ମନୋବୃଦ୍ଧି ବଢ଼ିପାରେ। ତେଣୁ ଏହା ପ୍ରତି ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ଧ୍ୟାନ ଦିଅନ୍ତୁ। ନିଜର ଯାହାକି ଚାକିରି ସମ୍ବନ୍ଧ ଏବଂ ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜକୁ ସ୍ଥିରତା ବା ସଂଯମତା ରକ୍ଷା କରନ୍ତୁ, ନହେଲେ ଆପଣ ଅନେକ ସମସ୍ୟାରେ ପଡ଼ିବେ ଏବଂ ଯାହା ପାଇଁ ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଅଧିକ ମହଙ୍ଗା ପଡ଼ିବ ଏବଂ କାର୍ଯ୍ୟରେ ହତାଶ ହେବେ, ଯାହାକି ଆପଣଙ୍କର ଚାକିରି ସମ୍ବନ୍ଧରେ କାର୍ଯ୍ୟ ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରିବେ। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ, ଦୂରଯାତ୍ରା ନ କରନ୍ତୁ। ତେବେ କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ତର୍କ ବିତର୍କ କ୍ଷେତ୍ରରେ ବା ତର୍କ ବିତର୍କରେ କେହି ଆପଣଙ୍କୁ ହରେଇ ପାରିବେ ନାହିଁ। ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବୃଦ୍ଧି କରିବାର ପୂର୍ଣ୍ଣ ଯୁଗ ରହୁଛି, ଯାହାକି ନିଜର ବ୍ୟକ୍ତିତ୍ୱ ପ୍ରତିଷ୍ଠା ଜାହିର କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ନିଶ୍ଚିତ ଭଲ ଲାଭ କରିବେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ଆଜି କମ୍ପିଟିସନ କ୍ଷେତ୍ରରେ ବିଜୟ ଯୁକ୍ତ ରହିବାର ଅନେକ ଚାନ୍ସ ରହୁଛି। ମୀନ ରାଶି ବ୍ୟକ୍ତି ଯାହାକି ସାହସ ବୃଦ୍ଧି କରିବାର ଅତି ଉତ୍ତମ ଯୁଗ ରହୁଛି। ତେବେ ମୀନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ତତ୍ସହିତ ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଏବଂ ପ୍ରେମ ଜଗତରେ ସ୍ଥିରତା ବଜାଇ ରଖନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଦୂରଯାତ୍ରା କରୁଥିଲେ ମୀନ ରାଶି ବ୍ୟକ୍ତି ଟିକେ ସଚେତନ ସହକାରେ ଦୂରଯାତ୍ରା କରିଲେ ଆପଣଙ୍କର କାର୍ଯ୍ୟସିଦ୍ଧି ବନେଇବ। ତେବେ ମୀନ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ଆପଣ ଯାହାକି ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି।